ଭଗବତ ଗୀତାର ଏହି 10ଟି କଥାକୁ ମନେ ରଖିଲେ ସଦାସର୍ବଦା ଅର୍ଜୁନ ପରି ବିଜୟୀ ହେବେ। 1. ବିଷମ ପରିସ୍ଥିତିକୁ ସାମ୍ନା କରିବା ପୂର୍ବରୁ ରଣନୀତି ଦରକାର। ରଣନୀତି ବିନା ଜିତିବା ଅସମ୍ଭବ। 2. ବ୍ୟକ୍ତି ସେତେବେଳେ ସଫଳ ହୁଏ ଯେତେବେଳେ ସେ ଦୂରଦର୍ଶୀ ହୁଏ। ତେଣୁ ଚିନ୍ତାଧାରା ଦୂରଦର୍ଶୀ ହେବା ଦରକାର। 3. ପରିଣାମର ଚିନ୍ତା ନ କରି ନିଜର କର୍ମ କରିବା ଦରକାର। ସଫଳତା ନିଶ୍ଚୟ ମିଳିବ। 4. ଭାଗ୍ୟରୁ ଅଧିକ ଓ ସମୟ ପୂର୍ବରୁ କେବେ ବି କାହାରିକୁ କିଛି ମିଳେ ନାହିଁ। 5. ଯେପରି ଋତୁ ପରିବର୍ତ୍ତନ ହୁଏ ସେହିପରି ଜୀବନରେ ସୁଖ ଦୁଃଖ ଆସେ ଯାଏ। 6. ମଣିଷ ନିଜ ଜନ୍ମରୁ ନୁହେଁ ବରଂ ନିଜ କର୍ମରୁ ମହାନ ହୁଏ। 7. ଯେବେ ମଣିଷ ନିଜ କାମରେ ଆନନ୍ଦ ଖୋଜି ନିଏ ତେବେ ସେ ଖୁସିରେ ସଫଳତାକୁ ପ୍ରାପ୍ତ କରିନିଏ। 8. କାମ କରିବା ପୂର୍ବରୁ କେବେ ବି ଫଳର ଅଭିଳାଷା ରଖନ୍ତୁ ନାହିଁ। 9. ଯେବେ ବି ଧୈର୍ଯ୍ୟହରା ହେଉଛନ୍ତି ସର୍ବଦା ମନେ ରଖନ୍ତୁ କେହି ଆପଣଙ୍କ ସାଙ୍ଗରେ ଯଦିଓ ନାହିଁ ଈଶ୍ୱର ସଦାସର୍ବଦା ଆପଣଙ୍କ ସାଙ୍ଗରେ ଅଛନ୍ତି। 10. ବାସନା କ୍ରୋଧ ଓ ଲୋଭ ନର୍କର 3 ଦ୍ୱାର। ଗୀତାର ଏହି 10ଟି ବହୁମୂଲ୍ୟ କୋର୍ସକୁ ଜୀବନରେ ପ୍ରୟୋଗ କଲେ ଜୀବନ ପରିବର୍ତ୍ତିତ ହୋଇଯିବ। ଏଥିରେ କୌଣସି ସନ୍ଦେହ ନାହିଁ। ଧନ୍ୟବାଦ।